କଣ ହେଲା କେମିତି କଣ ତା ସାଙ୍ଗରେ ଗଲ ଆଉ କଣ କେମିତି ସମ୍ପର୍କ ଥିଲା ପୂର୍ବରୁ ଘଟଣା କଣ ହେଲା? ପୂର୍ବରୁ ସମ୍ପର୍କ ଥିଲା। ସେଦିନ କହିଲା ହଁ ମୁଁ ତୋତେ ବାହା ହେମି, ଇଏ କରିମି, ଘରେ ରଖିମି, ତୁ କାହା ଆସେ। ସାଙ୍ଗରେ? ରାହୁଲ ମହାଳିକ। ଆଚ୍ଛା। ସେ ଡାକିଲା, ମୁଁ ଆସିନି। ଆସିଲା ପରେ ତାପରେ ଫିଜିକାଲି ହେଇସାରିଲା ପରେ ଅଧ ବାଟରେ ଛାଡ଼ି ଦେଇକି କହୁଛି ତୁ ଯା ଘରକୁ, ଆଉ ମୁଁ କାଲି ସକାଳେ ତୋ କଥା ବୁଝିମି। ଏତିକି କହିଦେଇକି ଘରକୁ ପଳେଇଲା। ମୁଁ ତା ପଛେ ପଛେ ଗନି। ଗଲା ପରେ ତାପରେ ସେ ପଳେଇଲା ମାନେ ଆସିକି ଗଲା ଚାନ୍ଦବାଲି। ମୁଁ ଚାନ୍ଦବାଲି ଗନି। ମୁଁ ଯେମିତି ବାହା ହେବା କଥା କହିନି, କହିଲା ମୁଁ ତୋ ସାଙ୍ଗରେ କି ସମ୍ପର୍କ ରଖିଛି, ଆଉ ମୁଁ ତୋତେ କିଏ ଚିହ୍ନି ନାହିଁ, ମୁଁ ତୋତେ ବାହା ହେଇପାରିବିନି, ସେଥିପାଇଁ ଠେଲିଦେଲା ନଈକି। ସେ ନଈ ପାଖରୁ ଠେଲିଦେଲା। ପୂର୍ବରୁ ତାଙ୍କ ସାଙ୍ଗେ ସମ୍ପର୍କ ଥିଲେ ଆପଣ? ହଁ। ସେ କଣ କଣ ଲୋଭ ଦେଖେଇକି ଆପଣ ସମ୍ପର୍କ ଥିଲା? ହଁ, ବାହା ହବ ବୋଲି କହିଲା ମୁଁ ତୋ ପାଇଁ ଜୀବନ ଦେମି, ଭଲ ପାଉଛି, ଆଉ ବାହା ହେମି ଆଗକୁ। ତମେ ଜାଣିଥିଲ ସେ ବିବାହିତ ବୋଲି? ନା। ଏବେ କଣ ଚାହୁଁଛ? ଚାହୁଁଛି। କୋଉ ଜାଗାରେ ତମକୁ ପେଲିଦେଲା? ମୁଁ ଜାଣିନଥିଲି ସେଇଠି କୁମ୍ଭୀର ଅଛି ବୋଲି, ସେଇ ଜାଗାରେ ମତେ ପେଲିଦେଲା। ସେଠି ହୋସ୍ ନଥିଲା ମୋର ଆଉ। ଠିକ ଅଛି।